ଭାଇ ଆମ ପିଲାଦିନ କେତେ ବଢ଼ିଆ ଥିଲା ନାହିଁ? ପିଲାଦିନ ଯେଉଁ ଚୁଲି ରୋଷେଇ ତା'ର ଖାଇବା ତା'ର ସ୍ୱାଦ ଆଜିକାଲି ଯେତେ ବି ଆମେ ମସଲା ପକାଉ ତରକାରୀ ସେ ଜିନିଷ ସ୍ୱାଦ ଜମା ଆସେନି। ମୋ ମତେ ତ ସେଇଆ। ଆପଣ କ'ଣ ଲାଗୁଛି ସେଇ ଟେଷ୍ଟ ଅଛି? ବିଲକୁଲ ବି ନାହିଁ। ଆଗ ମୋ ପିଲାବେଳେ ଯେଉଁ ଡାଲି ଟିକେ ସିଝା ହେଇଯାଉଥିଲା ନା ସେ ଡାଲି ଦେଇ ହିଁ ଆମେ ଖାଇ ଦେଉଥିଲୁ। ଆମେ ସରକାରୀ ସ୍କୁଲରେ କହୁନାହାନ୍ତି ସେ ପତଳା ଡାଲିକୁ ପତଳା ଡାଲିରେ ପକୋଡ଼ା ଚାଲ ଫିର୍ ବି ସେଇଟା ଗୋଟେ ସୁଆଦିଆ ଲାଗୁଥିଲା। ସତ କଥା ଆମେ ସେଇ ଡାଲି ଭାତରେ ମାନେ ଆମର ମନ ଥିଲା କେତେବେଳେ ଆମର ବ୍ରେକ୍ ଟାଇମ୍ ହେବ କେତେବେଳେ ଆମେ ମାନେ ଯିବୁ ଆମେ ଖାଇବୁ ଯେ ପତଳା ଡାଲି ଭାତ। କିନ୍ତୁ ଆଜିକାଲି ଆମେ ଘରେ ରୋଷେଇ କରିକି ଯେତେ ଗ୍ୟାସରେ ରୋଷେଇ କରନ୍ତି ଇଣ୍ଡକ୍ସନରେ କରନ୍ତୁ ଯେତେ ମସଲା ପକାନ୍ତୁ ନା କାହିଁକି ସେ ଡାଲିର ବାସ୍ନା ଜମା ନାହିଁ। ମୁଗ ଡାଲିଟା ସିଝି ହେଲେ ମଧ୍ୟ ତା'ର ବାସ୍ନା ଯେମିତି ହେଉଥିବ ଖାଲି ମୁଗ ଡାଲି ସିଝାରେ ହିଁ ଭାତ ଖିଆ ହେଇଯିବ। କିନ୍ତୁ ଆଜିକାଲି ମୁଗ ଡାଲିର ବାସ୍ନା ନା ଆଳୁ ପୋଡ଼ାରେ ବାସ୍ନା ନା ବାଇଗଣ ପୋଡ଼ାରେ ବାସ୍ନା କୌଣସି ଜିନିଷରେ ନାହିଁ। କାହିଁକିନା ସବୁ ଜିନିଷରେ ତ ସାର ପଡ଼ିଲା। ସାର ଦିଆ ଜିନିଷ ଖାଇକି ଆମେ ସତରେ ଏତେ ରୋଗଣା ହେଇଯାଉଛୁ ମାନେ ଆମର 30 ବର୍ଷ ହଉ ନ ହଉ ଆମର ଆଣ୍ଠୁ ଗଣ୍ଠି ବିନ୍ଧା ହେଲାଣି। ଛୋଟ ଛୋଟ ପିଲାମାନଙ୍କ ଇମ୍ୟୁନିଟି ନାହିଁ ଥଣ୍ଡା ଜ୍ୱର କାଶ କାହିଁକିନା ଆମେ ଏଇଭଳିଆ ଖାଦ୍ୟ ଖାଇକି ଆମ ଛୋଟବେଳୁ ତ ମୋତେ କାହିଁ ମନେ ନାହିଁ ମୁଁ କେବେ ଗୋଟେ ମେଡ଼ିସିନ ଖାଇଥିଲି କି ମୁଁ କ'ଣ ମୋର ଯେତେ ଭାଇ ଭଉଣୀ ଅଛନ୍ତି କେବେ ମେଡ଼ିସିନ ଖାଇନଥିବୁ। କାହିଁକିନା ଆମେ ସବୁବେଳେ ଚୁଲି ରୋଷେଇ ଖାଉଥିଲୁ ଦେଶୀ ଜିନିଷ ଖାଉଥିଲୁ ଘର ତିଆରି ଜିନିଷ ଖାଉଥିଲୁ। ଆଜିକାଲି ବାହାରେ ଖାଇକି ଆମର ଇମ୍ୟୁନିଟିଟା ଏତେ କମିଯାଉଛି ମାନେ ସାଧାରଣ ଜିନିଷ ଖାଇଲେ ବି ଆମର ଦେହ ଖରାପ ହେଇଯାଉଛି। ତ ଡାଲିଟା ଦେଖନ୍ତୁ ପତଳାଟା ମୋତେ ବହୁତ ଇଚ୍ଛା ହେଲା କି ଚୁଲିର ରୋଷେଇ କରିବା ଯେହେତୁ ଆମେ ଟାଉନରେ ରହୁଛୁ ଚୁଲି ଫୁଲି ଏତେ ସୁବିଧା ନାହିଁ। କିନ୍ତୁ ଏଇଟା ମୋର ଥରେ ନଜର ପଡ଼ିଯାଇଥିଲା ତ ନେଇ ଆସିଥିଲି। ତ ତାପରେ ମୋର ଆଜି ମୋତେ 2-3 ଥର ରୋଷେଇ କଲେ ଯାହା ତା'ର ଯେଉଁ ମଜା ଜାଣିନ ସତରେ ବହୁତ ମାନିବାକୁ ପଡ଼ିବ। ତା'ର ଟେଷ୍ଟ ବି ଆହୁରି ବଢ଼ିଆ। ଯଦି ଭିଡ଼ିଓ ଭଲ ଲାଗେ ତ ସବସ୍କ୍ରାଇବ୍ କର ରହିଲି।